ହାଇଦ୍ରାବାଦରେ ଦାଦନ ଶ୍ରମିକ ମୃତ୍ୟୁ। ନିଜ ଭିଟାମାଟିକୁ ପହଞ୍ଚିଲା ଶବ। ଗାଁରେ ଶୋକଗୁଳ ପରିବେଶ। ଦାଦନ ଖଟିବାକୁ ଯାଇ ବିଦ୍ୟୁତ୍ ସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଙ୍ଗା ପଞ୍ଚାୟତ ସର୍ଗିଗୁଡ଼ା ନିକଟସ୍ଥ ଡଙ୍ଗରିପଡ଼ାର ଦୁର୍ଲଭ ମାଝୀ, ବୟସ 17 ବର୍ଷ। ମୃତଦେହ ଏକ ଆମ୍ବୁଲାନ୍ସରେ ଆଜି ତାଙ୍କ ଗାଁକୁ ପହଞ୍ଚିଛି। ସୂଚନା ମତ ଯେ ଗତ 3-4 ମାସ ତଳେ ନିଜ ଅଞ୍ଚଳର ଯୁବକଙ୍କ ସାଥିରେ ମିଶି ହାଇଦ୍ରାବାଦ ପଠାନଚେରୁ ନିକଟସ୍ଥ ନଦୀ ଗାଁରେ କୌଣସି ଏକ ବେସରକାରୀ ଠିକାଦାରଙ୍କ ନିକଟରେ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିଲେ। ତେବେ ଶୁକ୍ରବାର ସକାଳେ ବିଲ୍ଡିଂକୁ କାମ କରିବାକୁ ଯାଇଥିବା ବେଳେ କୋଠାରେ ଥିବା ବିଦ୍ୟୁତ୍ ସ୍ପର୍ଶରେ ଆସି ଦୁର୍ଲଭ ମାଝୀ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ତାଙ୍କ ସହିତ ଥିବା ଅନ୍ୟ ଜଣେ ଯୁବକ ଚନ୍ଦ୍ରଶେଖର ମାଝୀ ମଧ୍ୟ ବିଲ୍ଡିଂରୁ ପଡ଼ି ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶନିବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟି ପଡୁଥିଲା। ପରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।